बहुत बड़ खुशी खबर। एबे जो सबड़े प्रचार चली जे इंश्योरेंस सेक्टर रे जीएसटी को माफ कर दिया जायछि। जीएसटी को फ्री कर दिया जायछि। एबे आउ जीएसटी निया जाउ नाही। समस्तक मनरे प्रश्न, जीएसटी तो आमे दबा नाही, को पॉलिसी रे आमे जीएसटी दबा, को पॉलिसी रे आमे जीएसटी दबा नाही, सब बेले आम मन भितरे द्वंद्व सृष्टि होछि। तेणु आज आसंतु आमे सेई जीएसटी बाबदरे आपणकर कोउ पॉलिसी रे जीएसटी लागिवो, कोउ पॉलिसी रे जीएसटी लागिवो नाही, आसंतु आमे देखिबा। नमस्कार, मोर नाम स्वर्णप्रभा बारिक। मु इंश्योरेंस एडवाइजर, सिक्योर फ्यूचर फैमिली फाइनेंस एक्सपर्ट। मु आपनको जीएसटी बाबदरे कहबी। आपण कोउ इंश्योरेंस रे जीएसटी लागिवो, कोउथिरे जीएसटी लागिवोनी, आसंतु देखिबा। କିଛି କରନ୍ତୁ। जीएसटी ବର୍ତ୍ତମାନ ପାଇଁ ଫ୍ରି ହେଇଯାଇଛି। ଆପଣ ଯଦି ଆଗରୁ ପଲିସି ନେଇଥିବେ ତାହେଲେ जीएसटी ଦଉଥିବେ। ଏବେ କିନ୍ତୁ ଆପଣଙ୍କୁ ଆଉ जीएसटी ଦବା ପାଇଁ ପଡିବନି। ଆପଣ ଭାବୁଥିବେ କେବେଠାରୁ जीएसटी ଦବାକୁ ପଡିବନି। ଆପଣଙ୍କୁ 22 ସେପ୍ଟେମ୍ବର 2025 ପାଖରୁ ଆପଣଙ୍କୁ ଆଉ जीएसटी ଦବାକୁ ପଡିବ ନାହିଁ। ଆପଣ ଆଗରୁ ପଲିସି ନେଇଥିଲେ, ଯଦି ଆପଣଙ୍କର ଡ୍ୟୁ ଅଛି, ମନେ କରନ୍ତୁ ଆପଣ ଆଗରୁ ପଲିସି ନେଇଥିଲେ, ଆପଣଙ୍କର ଡ୍ୟୁ ଥିଲା 10 ସେପ୍ଟେମ୍ବରରେ, ଆପଣ जीएसटी फ्री ପାଇଁ ଆପଣ ତାକୁ ଡ୍ୟୁ ଡେଟ୍ କୁ ଗଡେଇ ଗଡେଇ ଚାଲିଛନ୍ତି। ତାକୁ ଭାବୁଛନ୍ତି ମୋର जीएसटी फ्री ହେଇଯିବ, ମୁଁ 22 ସେପ୍ଟେମ୍ବର ପରେ ଡିପୋଜିଟ କରିବି, ମୋର ଆଉ जीएसटी ଲାଗିବ ନାହିଁ। ସେମିତି ନୁହେଁ। ଆପଣ ଯଦି ଆପଣଙ୍କର ଡ୍ୟୁ ଅଛି 10 ସେପ୍ଟେମ୍ବରରେ, ଆପଣ 22 ସେପ୍ଟେମ୍ବର ପରେ ବି ଡିପୋଜିଟ କଲେ ଆପଣଙ୍କୁ जीएसटी ହିଁ ଲାଗିବ। ଯଦି ଆପଣଙ୍କର ଡ୍ୟୁ ଡେଟ୍ ଟି 22 ସେପ୍ଟେମ୍ବର ପରେ ଅଛି, ତାହେଲେ ଆପଣଙ୍କୁ ଆଉ जीएसटी ଲାଗିବ ନାହିଁ। ମନେ କରନ୍ତୁ ଗୋଟେ କଷ୍ଟମର 11,800 ତାଙ୍କର ପ୍ରିମିୟମ ଆସୁଛି, ତାର ସେଥିରେ जीएसटी 18% ମିଶିକି ରହିଛି। ଯଦି ଆମେ ସେଇ 11,800 ରୁ जीएसटी 18% କୁ ମାଇନସ କରିଦେବା, ତାହେଲେ ସେ ତାକୁ 11,000 ଟଙ୍କା ପେମେଣ୍ଟ ଦବା ପାଇଁ ପଡିବ। ଆପଣଙ୍କର ଡ୍ୟୁ ଡେଟ୍ ଯଦି 22 ସେପ୍ଟେମ୍ବର ପରେ ରହେ, ତାହେଲେ ଆପଣଙ୍କୁ ଆଉ जीएसटी ଦେବା ପାଇଁ ପଡିବ ନାହିଁ। ଆଗରୁ କଣ ହଉଥିଲା କି ନା, ଆମର ଯୋଉ ପଲିସି ଥିଲା ସେଥିରେ ଟର୍ମ ପ୍ଲାନ ହଉ ସେଥିରେ 18% जीएसटी ଲାଗୁଥିଲା। ଏବେ କିନ୍ତୁ ପୁରାପୁରି ଫ୍ରି ହେଇଯାଇଛି। ଟ୍ରାଡିସନାଲ ପ୍ଲାନ ହଉ ସେଥିରେ ବି 4.5% जीएसटी ଲାଗୁଥିଲା। ସିଙ୍ଗଲ ପ୍ରିମିୟମ ହଉ ସେଥିରେ ବି 1.80% ରେ जीएसटी ଲାଗୁଥିଲା। ଏବେ କି ସିକ୍योर फ्यूचर फाइनेंशियल ଚ୍ୟାନେଲ କୁ ଆପଣଙ୍କୁ ଯଦି ଏଇ ଭିଡିଓଟି ଭଲ ଲାଗୁଛି, ତାହେଲେ ଆପଣ ଆପଣଙ୍କର ସାଙ୍ଗସାଥି ମାନଙ୍କୁ ସେୟାର କରିଦିଅନ୍ତୁ। ସେମାନେ ବି ଜାଣିପାରିବେ ଯେ ଆମେ ଯୋଉ ପଲିସି ନେଇଥିଲୁ ସେଥିରେ ଆମକୁ କେତେବେଳେ जीएसटी ଫ୍ରି ହବ, କେତେବେଳେ ଆମେ जीएसटी ଦବା ନାହିଁ, ସେଇ ବିଷୟରେ ମଧ୍ୟ ସେମାନେ ଜାଣିପାରିବେ।